ଖ୍ରୀଷ୍ଟାଙ୍ଗରେ ପ୍ରିୟ ଭାଇ ଓ ଭଉଣୀମାନେ, ପବିତ୍ର ମାତା ମଣ୍ଡଳୀ ଆଜି ପୁଣ୍ୟ ସପ୍ତାହର ପୁଣ୍ୟ ଗୁରୁବାର ପଦାର୍ପଣ କରିଅଛି। ଏ ଅବସରରେ ଆମମାନେ ମାତା ମଣ୍ଡଳୀରେ ବିଶିଷ୍ଟ ପରିତ୍ରାଣଦାୟୀ ବିଷୟବସ୍ତୁ ଉପରେ ଅନୁଧ୍ୟାନ କରିବା ପାଇଁ ମାତା ମଣ୍ଡଳୀ ଆମମାନଙ୍କୁ ସ୍ୱାଗତ କରେ। ଆଜି ଦିନ ସାରା ବିଶ୍ୱକୁ ଆମମାନେ ଅନୁକ୍ଷଣ କରିବା ଦରକାର ରହିଛି। ବିଶ୍ୱରେ କରୋନା ମହାମାରୀର ପ୍ରକୋପରୁ ଉଦ୍ଧାର ପାଇବା ପାଇଁ, ତ୍ରାହି ଲାଭ କରିବା ପାଇଁ ମଣିଷ ଅନେକ ଚିନ୍ତା କରୁଛି। ବିଶେଷତଃ ଜ୍ଞାନ କୌଶଳରେ ଔଷଧୀୟ ବିଭିନ୍ନ ପ୍ରକାର ଉପଶମ ଲାଭ କରିବା ପାଇଁ କ୍ଷୁଧିତ ଅଛି। ଆଜିକାର ଏ ବିକଳ ପରିସ୍ଥିତିରେ ପାସ୍କା ପର୍ବ ନିଶ୍ଚିତ ଭାବେ ବିଶ୍ୱାସୀମାନଙ୍କ ପାଇଁ ଉପଶମଦାୟୀ ନୀତିଶିକ୍ଷା ହେବ। ପୁରାତନ ଧର୍ମଶାସ୍ତ୍ରର ମିଶର ଦେଶର ସେ କାହାଣୀ ଆଜି ନିଶ୍ଚିତ ଭାବେ ଆମମାନଙ୍କୁ ଆଶ୍ୱାସନାର କାରଣ ହେବ। ଏ ଆଶା ଆକାଂକ୍ଷା ରଖି ଆଜିର ଉପାସନା କ୍ରିୟାରେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନ୍ତିମ ଭୋଜନ ତଥା ପୁଣ୍ୟ ଗୁରୁବାରର ଉପାସନାର ମହାତ୍ମ୍ୟକୁ ଆମମାନେ ଅନୁଧ୍ୟାନ କରିବା। ଆଜିର ପ୍ରଥମ ପଠନରେ ଯାତ୍ରା ଗ୍ରନ୍ଥରୁ ଆମମାନଙ୍କୁ ମାତା ମଣ୍ଡଳୀ ଏହା କହେ, ମିଶର ଦେଶରେ ଫାରୋ ରାଜାଙ୍କ ଠାରୁ ମୁକୁଳି ପରାତ୍ପର ଈଶ୍ୱରଙ୍କୁ ଆରାଧନା କରିବା ପାଇଁ 10ଟି କ୍ଲେଶ ସେ ପ୍ରେରଣା କରିଥିଲେ। ଆଉ ସର୍ବଶେଷ କ୍ଲେଶ ଥିଲା ଗଣସଂହାର, ଯାହା ଆଜି ସାରା ବିଶ୍ୱବାସୀ ପ୍ରତ୍ୟକ୍ଷ ଭାବେ ଅନୁଭବ କରି ଥରହର ମନେ କରୁଛନ୍ତି। ଈଶ୍ୱର ପ୍ରଥମ ପାସ୍କା ପର୍ବ ପାଳନ କଲାବେଳେ ମାନବ ଜାତି ଏହି ଦୁର୍ଦ୍ଦଶାର ଶିକାର ହୋଇଥିଲେ। 9ଟି କ୍ଲେଶ ଅନୁଭବ କଲା ପରେ ଫାରୋ ରାଜାଙ୍କର ହୃଦୟ କଠିନ ଥିଲା। ସେ ସତ୍ୟ ଈଶ୍ୱରଙ୍କର ଉପାସନା କରିବା ପାଇଁ ଜିହୁଦୀମାନଙ୍କୁ ଅନୁମତି ପ୍ରଦାନ କରିନଥିଲେ। ଅନ୍ୟପକ୍ଷରେ ଫାରୋ ରାଜାଙ୍କର ଦୁଃଶାସନ ଜିହୁଦୀମାନଙ୍କ ପାଇଁ ଅତିଷ୍ଠ ହୋଇପଡ଼ିଥିଲା। ଜିହୁଦୀମାନେ ଆର୍ତ୍ତନାଦର ସହିତ ଈଶ୍ୱରଙ୍କୁ ଚିତ୍କାର କଲେ, କ୍ରନ୍ଦନ କଲେ। ଫାରୋ ରାଜାଙ୍କର ଦୁଃଶାସନରୁ ମୁକୁଳିବା ପାଇଁ, ଈଶ୍ୱରଙ୍କର ଅଧୀନରେ ଜୀବନଯାପନ କରିବା ପାଇଁ ସେମାନେ ଈଶ୍ୱରଙ୍କ ନିକଟରେ ନିବେଦନ କଲେ। ପରାତ୍ପର ଈଶ୍ୱର ସେମାନଙ୍କର କ୍ରନ୍ଦନ ଶୁଣିଲେ। ଏହି 10ମ କ୍ଲେଶ ଥିଲା ମହାମାରୀ, ଯାହା ଇଜିପ୍ତିୟମାନଙ୍କର ବିନାଶ। ସ୍ୱତନ୍ତ୍ର ଭାବେ ଜିହୁଦୀ ଲୋକମାନଙ୍କର ସୁରକ୍ଷା, ପୁଣି ଇଜିପ୍ତିୟମାନଙ୍କର ସଂହାର। ପ୍ରଥମ ପାସ୍କା ପର୍ବରେ ଏହି ଅଲୌକିକ ଘଟଣା ଘଟାଇ ପରାତ୍ପର ଈଶ୍ୱର ଜିହୁଦୀମାନଙ୍କୁ ନିଜସ୍ୱ କରିଥିଲେ, ମୁକ୍ତିର ମହାରହସ୍ୟକୁ ଆରମ୍ଭ କରିଥିଲେ। ଆଜିର ପ୍ରଥମ ପଠନ ଯାତ୍ରା ଗ୍ରନ୍ଥ 12 ଅଧ୍ୟାୟର 5 ପଦରେ ଆମେ ଦେଖିବାକୁ ପାଉଛୁ, ପ୍ରଭୁ ପରାତ୍ପର ଈଶ୍ୱର ମୋଶାଙ୍କ ଜରିଆରେ ଏକ ସ୍ୱତନ୍ତ୍ର ଭୋଜି ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକୁ ପାସ୍କା ପର୍ବର ଆଖ୍ୟା ଦିଆଗଲା। ପାସ୍କାର ବାସ୍ତବ ଅର୍ଥ ହେଉଛି ପାସିଂ ଓଭର। ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଯାଇ ସିଏ ଜିହୁଦୀ ଲୋକମାନଙ୍କର ଗୃହଗୁଡ଼ିକକୁ ପାର ହେବେ। ଏହି ପର୍ବରେ ସ୍ୱତନ୍ତ୍ର ଭାବେ ଜିହୁଦୀମାନେ ଏକ ମେଷ ବଦ୍ଧ କରିବେ
ଏବଂ ସାମୂହିକ ଭୋଜନର ଆୟୋଜନ କରିବେ। ଆପ୍ୟାୟିତ ଜନକ ଭୋଜି ସେମାନେ ଭୋଜନ କରିବେ। ଏହି ଦିନ ଯେଉଁ ମେଷ ସେମାନେ ବଧ କରିବେ, ନିଖୁଣ ମେଷ ସେମାନେ ବାଛିବା ଦରକାର ରହିଛି। ପ୍ରତି ଗୃହକର୍ତ୍ତା ଏକ ନିଖୁଣ ମେଷ ଚୟନ କରିବେ ଏବଂ ତାକୁ ପରିବାରରେ ଆପ୍ୟାୟିତ ଭାବେ ଆହାର ରୂପେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରିବେ। ନିଖୁଣ ମେଷ ଏ ପାସ୍କା ପର୍ବର ଗୋଟିଏ ସ୍ୱତନ୍ତ୍ର ଅଂଶ। ପରାତ୍ପର ଈଶ୍ୱର ଏ ନିଖୁଣ ପୁରାତନ ବିଧାନର ମେଷ ଶାବକ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି, ଯେହେତୁ ନୂତନ ନିୟମରେ ସେ ବାସ୍ତବ ନିଖୁଣ ସିଦ୍ଧ ମେଷ ଆମମାନଙ୍କର ମୁକ୍ତି ସକାଶେ ରଚନା କରନ୍ତି। ନିଖୁଣ ମେଷର ତାତ୍ପର୍ଯ୍ୟ ହେଉଛି ପରଫେକ୍ଟ ଲାମ୍ବ, ଅର୍ଥାତ୍ ନିଷ୍କଳଙ୍କ, ପବିତ୍ର ଏବଂ ସିଦ୍ଧ। ଅନ୍ଧ, ଛୋଟା କିମ୍ବା ବଧିର ମେଷ ନୁହେଁ। ଶାରୀରିକ ନିଖୁଣ ଏବଂ ସର୍ବାଙ୍ଗ ନିଖୁଣ ଏକ ମେଷର ଆବଶ୍ୟକତା ମନେ କରିଥିଲେ। ପୁରାତନ ଧର୍ମଶାସ୍ତ୍ରରେ ଏଇ ନିଖୁଣ ମେଷ ଶାବକ ନୂତନ ନିୟମର ଆମମାନଙ୍କର ତ୍ରାଣକର୍ତ୍ତାଙ୍କୁ ସୂଚନା ଦିଏ। ଧର୍ମଗ୍ରନ୍ଥରେ ଲେଖା ଅଛି, ପାପ ବ୍ୟତିରେକେ ମନୁଷ୍ୟପୁତ୍ର ନିଜକୁ ମନୁଷ୍ୟ ସହିତ ସମ୍ମାନ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ସ୍ୱୟଂ ମୁକ୍ତିଦାତା, ଆମମାନଙ୍କର ମେଷ ଶାବକ, ମୁକ୍ତିର ମେଷ ଶାବକ। ସେ ମାନବ ଜାତି ସହିତ ସମ୍ପୂର୍ଣ୍ଣ ଭାବେ ସମାନ ହେଲେ ପାପ ବ୍ୟତୀତ। ଅତଏବ ଏ ନିଖୁଣ ମେଷ ଶାବକକୁ ସାଙ୍କେତିକ ଭାବେ ପ୍ରୋଜେକ୍ଟ କରିବା ପାଇଁ ପ୍ରଭୁ ପରାତ୍ପର ଈଶ୍ୱର ପୁରାତନ ଧର୍ମଶାସ୍ତ୍ରର ପାସ୍କା ଭୋଜି ନିମନ୍ତେ ଏକ ନିଖୁଣ ମେଷର ଆବଶ୍ୟକତା ମନେ କରିଥିଲେ। ଯାତ୍ରା ଗ୍ରନ୍ଥର 12 ଅଧ୍ୟାୟ 7 ପଦରେ ପ୍ରଭୁ ପରାତ୍ପର ଈଶ୍ୱର ନିର୍ଦ୍ଦେଶ ଦିଅନ୍ତି, ଏହି ଦିନ ଯେଉଁ ମେଷ ବଧ କରିବେ, ସେ ମେଷର ରକ୍ତ ଛିଟିକା ନିଜ ଗୃହର ଦ୍ୱାର ବନ୍ଧରେ ଲେପନ କରିବେ। ଯଦ୍ୱାରା ଇଜିପ୍ତିୟମାନଙ୍କୁ ସଂହାର କଲାବେଳେ ପ୍ରଭୁ ଈଶ୍ୱର ଜିହୁଦୀମାନଙ୍କୁ ଛାଡ଼ି ଦେଇ ଅନ୍ୟମାନଙ୍କୁ ସଂହାର କରିପାରିବେ। ଇଜିପ୍ତିୟମାନଙ୍କୁ ଗଣସଂହାର କରିବା ପାଇଁ ସିଦ୍ଧାନ୍ତ କରନ୍ତି। ଯେହେତୁ ଈଶ୍ୱର ଜିହୁଦୀମାନଙ୍କୁ ଆପଣାର ଜନଜାତି ରୂପେ ସେ ସମ୍ବୋଧନ କରନ୍ତି, ମୁଁ ହେବି ତୁମମାନଙ୍କର ଈଶ୍ୱର, ତୁମେମାନେ ହେବ ମୋର ଜନତା। ପ୍ରଭୁ ପରାତ୍ପର ଈଶ୍ୱର ଏ ସ୍ୱଇଚ୍ଛାରେ ତିଆରି କରିଥିବା ସନ୍ଧିକୁ ପରିପୂର୍ଣ୍ଣ କରିବାକୁ ଯାଇ ଆପଣା ଜନତାକୁ ଉଦ୍ଧାର କରିବା ପାଇଁ ଏ ପାସ୍କା ଭୋଜିର, ପାସ୍କା ପର୍ବର ଆବଶ୍ୟକତା ମନେ କରିଥିଲେ। ଅନେକ ସମୟରେ ଏହି ଘଟଣାକୁ ମନେ ପକାଇବା ପାଇଁ ପ୍ରଭୁ ପରମେଶ୍ୱର ଜନତାକୁ ନିର୍ଦ୍ଦେଶ ଦେଇଥିଲେ। 27 ପଦରେ ସେହିପରି କହନ୍ତି, ତୁମ୍ଭେମାନେ ଏହି ଉତ୍ତର ଦେବ, ଏହା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପାସ୍କା ବଳି ଅଟେ। ଏହି ଭୋଜି, ଏହି ପର୍ବ ଅନବରତ ଯୁଗେ ଯୁଗେ ସମସ୍ତ ପିଢ଼ି ଥିବା ପର୍ଯ୍ୟନ୍ତ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏ ପର୍ବ ପାଳନ କରିବା ପାଇଁ ଜନତାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏ ପର୍ବ ସେମାନଙ୍କ ପାଇଁ ମୁକ୍ତିର ସୂଚନା ଥିଲା। ଗୋଟେ ପଟେ ଇଜିପ୍ତିୟମାନେ ସଂହାରର ଶିକାର ହେଲା ବେଳେ ଜିହୁଦୀମାନଙ୍କୁ ପରୋକ୍ଷ ଭାବେ ଈଶ୍ୱର ସଂରକ୍ଷଣ କରିଥିଲେ, ମୁକ୍ତି ପ୍ରଦାନ କରିଥିଲେ। ଏ ମୁକ୍ତିର ମହାରହସ୍ୟ ଏହି ପର୍ବ ସୂଚନା ଦିଏ। ଇଣ୍ଟରେଷ୍ଟିଂଲି, ଏହି ବଳି ମେଷ, ବଳି ବସ୍ତୁ
ଈଶ୍ୱରଙ୍କ ଠାରୁ ଆଗତ ହୋଇଥାଏ। ଆମମାନେ ଆଦି ଗ୍ରନ୍ଥ 22 ଅଧ୍ୟାୟ 8 ପଦରେ ଦେଖିବା, ଯେତେବେଳେ ପ୍ରଭୁ ପରାତ୍ପର ଈଶ୍ୱର ଆବ୍ରାହମଙ୍କୁ ନିଜର ଏକମାତ୍ର ସନ୍ତାନ ଇସାକକୁ ବଳି ଦେବା ପାଇଁ ନିର୍ଦ୍ଦେଶ ଦେଲେ, ଆଉ ବଳି ଉତ୍ସର୍ଗ କରିବା ପାଇଁ ଗଲାବେଳେ ବାଟରେ ଇସାକ ଆବ୍ରାହମଙ୍କୁ ପ୍ରଶ୍ନ କରନ୍ତି, ପିତା, ଆମ ପାଖରେ ହୋମ ବଳି ଉତ୍ସର୍ଗ କରିବା ପାଇଁ କାଠ ବିଡ଼ା ଅଛି, ମେଷ ବଧ କରିବା ପାଇଁ କଟୁରୀ ଅଛି, ଆମ୍ଭମାନଙ୍କ ପାଇଁ ହୋମ ଉତ୍ସର୍ଗ କରିବା ପାଇଁ, ଦାହ କରିବା ପାଇଁ ଅଗ୍ନି ବି ଅଛି, ତେବେ ଆମ ପାଖରେ ମେଷ ନାହିଁ, ବଳି ବସ୍ତୁ ନାହିଁ। ତେବେ ଆବ୍ରାହମ ଆଦି ଗ୍ରନ୍ଥ 22 ଅଧ୍ୟାୟ 8 ପଦରେ ସିଏ ଉତ୍ତର ଦିଅନ୍ତି, ଆବଶ୍ୟକୀୟ ବଳି ମେଷ ସ୍ୱୟଂ ପରାତ୍ପର ଈଶ୍ୱର ଦେବେ। ପୁରାତନ ଧର୍ମଶାସ୍ତ୍ରରୁ ଏହି ଆଶ୍ୱାସନା ଆମମାନଙ୍କୁ ମିଳୁଛି। ଯିଏ ଆମମାନଙ୍କୁ ମୁକ୍ତି ଦେବେ ସେ ମେଷ ବଳି ଈଶ୍ୱରଙ୍କ ଠାରୁ ଆଗତ ହେବେ। ଈଶ୍ୱର ଆମମାନଙ୍କୁ ଏ ପୁଣ୍ୟ ଗୁରୁବାର ଦିନ ପ୍ରଭୁ ପରାତ୍ପର ଈଶ୍ୱର ଆମମାନଙ୍କୁ ଧାର୍ମିକତାରେ ପୁରାତନ ଧର୍ମଶାସ୍ତ୍ରର ପାସ୍କା ପର୍ବ ମନେ ପକାଇବା ବେଳେ ଏହି ବଳିବସ୍ତୁ ଉପରେ ଅନୁଧ୍ୟାନ କରିବାକୁ ଆହ୍ୱାନ କରନ୍ତି। ସ୍ୱତନ୍ତ୍ର ରୂପେ ନୂତନ ନିୟମର ବଳିମେଷ ଆମମାନଙ୍କର ତ୍ରାଣକର୍ତ୍ତା ଖ୍ରୀଷ୍ଟଙ୍କ ବିଷୟରେ ଆଜି ଆମମାନେ ଅନୁଧ୍ୟାନ କରୁ। ଏ ନୂତନ ନିୟମର ବଳିମେଷ ସ୍ୱୟଂ ଖ୍ରୀଷ୍ଟ ଯେ ଈଶ୍ୱରଙ୍କଠୁ ଆଗତ, ଏକଥା ଆମମାନେ ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟ 16 ପଦରେ ଦେଖିବାକୁ ପାଉଛୁ। ଈଶ୍ୱର ମଣିଷକୁ ଏତେ ପ୍ରେମ କଲେ, ସିଏ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ପ୍ରେରଣା କଲେ। ନୂତନ ନିୟମର ଈଶ୍ୱର ପୁତ୍ର ବଳିମେଷ ଆମ୍ଭମାନଙ୍କ ପାଇଁ ମୁକ୍ତି ସାଧନ କଲେ। ଏହି ମେଷ ନିଖୁଣ ଥିଲେ, କୌଣସି କଳଙ୍କ ତାଙ୍କ ପାଖରେ ନଥିଲା। ସେ ପବିତ୍ର ଥିଲେ, ସିଦ୍ଧ ଥିଲେ, ଉତ୍ତମ ମେଷ ଥିଲେ। ଦୀକ୍ଷାଗୁରୁ ଯୋହନ ଖ୍ରୀଷ୍ଟଙ୍କ ଠାରେ ଏହି ମେଷ ଶାବକକୁ ଆବିଷ୍କାର କରନ୍ତି। ସୁତରାଂ ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟ 29 ପଦରେ ସିଏ ଅନ୍ୟାନ୍ୟ ଅନୁଗତକାରୀ ଏବଂ ଶିଷ୍ୟମାନେ କହନ୍ତି, ଏଇ ଦେଖ ପରମେଶ୍ୱରଙ୍କର ମେଷ ଶାବକ। ଈଶ୍ୱରଙ୍କ ଠାରୁ ପ୍ରଦତ୍ତ ହୋଇଥିବା ଏହି ମେଷ ଜଗତର ସକଳ ପାପକୁ ବଳି ଦେବେ। ଆମମାନେ ଅନେକ ସମୟରେ ଏହି ମେଷ ଶାବକଙ୍କର ଅନେକ ମହତ୍ଵ ଗୁଣ ଗୁଡ଼ିକକୁ ଅନୁଭବ କରିପାରୁନାହୁଁ। ଖ୍ରୀଷ୍ଟ ଯେ ବାସ୍ତବରେ ଈଶ୍ୱରଙ୍କ ଠାରୁ ଆସିଥିବା ମେଷ ଶାବକ ଆମମାନେ କେମିତି ଜାଣିପାରିବା? ଦୀକ୍ଷାଗୁରୁ ଯୋହନ ଅତି ସୁନ୍ଦର ଭାବେ ହୃଦବୋଧ କରିଥିଲେ। ଖ୍ରୀଷ୍ଟଙ୍କର ଚରିତ୍ର, ଖ୍ରୀଷ୍ଟଙ୍କର ଅନେକ ଅଲୌକିକ ନିଦର୍ଶନ, ଈଶ୍ୱରଙ୍କ ରାଜ୍ୟ ପ୍ରକାଶ କରିବାରେ ନିଭେଇଥିବା ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ଦେଖି ସିଏ ବେଶ ଭଲ ଭାବେ ବୁଝିଥିଲେ, ଜାଣିଥିଲେ, ଆବିଷ୍କାର କରିପାରିଥିଲେ ଯେ ଯୀଶୁ ନିଜେ ସ୍ୱୟଂ ଈଶ୍ୱରଙ୍କର ମେଷ ଶାବକ, ଯିଏ ଆମମାନଙ୍କର ପାପ ହରଣ କରିବା ପାଇଁ ନିଶ୍ଚିତ ଭାବେ ବଳି ହେବା ପାଇଁ ଯାଉଛନ୍ତି। ଆଜି ସେଇ ପାସ୍କା ପର୍ବ ପାଳନ କଲାବେଳେ ଆମମାନେ ଯୀଶୁଙ୍କର ଅନ୍ତିମ ମୁହୂର୍ତ୍ତକୁ ମନେ ପକାଇ ତାଙ୍କର ଉତ୍ସର୍ଗୀକୃତ ବଳି ଉତ୍ସର୍ଗ କଥାକୁ ଆମମାନେ ସ୍ମରଣ କରୁ। ସେ ଯେ ବାସ୍ତବରେ ଈଶ୍ୱରଙ୍କର ମେଷ ଶାବକ, ଏ କଥାକୁ ଅନୁଧ୍ୟାନ କରିବା ପାଇଁ ଆମମାନେ ଯୋହନ ଲିଖିତ ସୁସମାଚାର 10 ଅଧ୍ୟାୟ 30 ପଦକୁ ଅନୁକ୍ଷଣ କରିବା, ଯେଉଁଠି ସେ କହନ୍ତି, ମୁଁ ଏବଂ ପିତା ଏକ। ଈଶ୍ୱରଙ୍କଠୁ ଆଗତ
ଇଏ ସେହି ମେଷ ଶାବକ ଯିଏ ଆମମାନଙ୍କ ନିମନ୍ତେ ନିଜେ ବଳି ହେବା ପାଇଁ ଯାଉଛନ୍ତି। ଏହି ବଳି ମେଷ ବାସ୍ତବରେ ସିଦ୍ଧ, ପବିତ୍ର, ପୁଣ୍ୟବନ୍ତ, ନିଷ୍କଳଙ୍କ। ମାଥ୍ୟୁ ଲିଖିତ ସୁସମାଚାର 5:48 ଘୋଷଣା କରନ୍ତି, ସ୍ୱର୍ଗସ୍ଥ ପିତାଙ୍କ ଭଳି ତୁମେମାନେ ସିଦ୍ଧ ହୁଅ। ଈଶ୍ୱର ସିଦ୍ଧ, ସ୍ୱଚ୍ଛ, ପବିତ୍ର, ନିଷ୍କଳଙ୍କ। ଆଉ ଯେହେତୁ ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ସ୍ୱୟଂ ଯୀଶୁ ନିଜେ ଈଶ୍ୱରଙ୍କର ମେଷ ଶାବକ, ସିଏ ନିଶ୍ଚିତ ଭାବେ ଶୁଦ୍ଧ ଏବଂ ନିଷ୍କଳଙ୍କ ବଳି। ନୂତନ ନିୟମର ଏ ହେଉଛନ୍ତି ନିଖୁଣ ମେଷ ଯିଏ ମୁକ୍ତିକାରକର ସୂଚନା ଆମମାନଙ୍କୁ ପ୍ରଦାନ କରନ୍ତି। ଆଜିର ଦ୍ୱିତୀୟ ପଠନ 1 କରନ୍ଥୀୟ 11:23-26 ଆମମାନଙ୍କ ଆଗରେ ପ୍ରକାଶ କରାଯାଉଛି। ଏହି ପଠନ ମାଧ୍ୟମରେ ଖ୍ରୀଷ୍ଟଙ୍କର ନୈଶ ଭୋଜି ଉପରେ ଆମମାନଙ୍କୁ ବର୍ଣ୍ଣନା କରାଯାଉଛି। କ୍ୟାଥୋଲିକ ମଣ୍ଡଳୀ ଏହି ପଠନ ମାଧ୍ୟମରେ ଦୁଇଟି ସଂସ୍କାରର ମହତ୍ତ୍ୱ ବିଷୟରେ ଅନୁଧ୍ୟାନ କରେ। ପ୍ରଥମତଃ, ଖ୍ରୀଷ୍ଟ ନିଜେ ମହାଯାଜକ ରୂପେ ଅନ୍ତିମ ଭୋଜନର ପ୍ରତିଷ୍ଠା କରୁଛନ୍ତି। ଅନ୍ତିମ ଭୋଜନରେ ସେ ପୌରୋହିତ୍ୟ କରି ନିଜର ଶେଷ ବଳି ଉତ୍ସର୍ଗ କରନ୍ତି, ଅର୍ଥାତ୍ ଯାଜକ ରୂପେ ଶେଷ ଭୋଜନରେ ସେ ମୁଖ୍ୟ ପୁରୋଧା ସାଜନ୍ତି ଏବଂ ନିଜର ଶରୀର ଏବଂ ରୁଧିରକୁ ଶିଷ୍ୟମାନଙ୍କ ନିମନ୍ତେ ଉତ୍ସର୍ଗ କରି ନିଜର ଉତ୍ସର୍ଗୀକୃତ ପ୍ରେମକୁ ସେ ପ୍ରକାଶ କରନ୍ତି, ଅର୍ଥାତ୍ ଦିବ୍ୟ ଭୋଜ, ଦିବ୍ୟ ପ୍ରସାଦ ସଂସ୍କାର ସଂସ୍ଥାପନ କରନ୍ତି। ଆଜି ପବିତ୍ର ମାତାମଣ୍ଡଳୀ ଏହି ପୁଣ୍ୟ ଗୁରୁବାର ଦିନ ଏ ଦୁଇଟି ସଂସ୍କାରର ମହାନତାକୁ ଅନୁଧ୍ୟାନ କରେ। ଖ୍ରୀଷ୍ଟ ନିଜେ ଯାଜକ ଏବଂ ନିଜେ ସେ ବଳି ମେଷ ଯେ ନିଜକୁ ପରାତ୍ପର ଈଶ୍ୱରଙ୍କର ବେଦୀ ନିକଟରେ ଉତ୍ସର୍ଗ କରନ୍ତି। ଖ୍ରୀଷ୍ଟଙ୍କର ଏହି ଉତ୍ସର୍ଗୀକୃତ ଅନ୍ତିମ ଭୋଜନରେ ଗୋଟିଏ କଥା ସେ ଆମମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଈଶ୍ୱରଙ୍କର ଅବଶୋଷ, ମହିମାମୟ ଈଶ୍ୱର ମଣିଷକୁ ଏତେ ପ୍ରେମ କଲେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ପ୍ରଦାନ କଲେ। ଏହି ଅଦ୍ୱିତୀୟ ପୁତ୍ର ଖ୍ରୀଷ୍ଟ ଯୀଶୁ ମାନବ ଜାତିକୁ ଏତେ ପ୍ରେମ କଲେ ସେ ନିଜକୁ ତିଳ ତିଳ କରି କ୍ରୁଶ ଉପରେ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ହେଲେ। ବଳି ମେଷ, ନିରୀହ ବଳି ମେଷ ଭଳି ସେ ନିଜକୁ ଉତ୍ସର୍ଗ କରନ୍ତି। ଖ୍ରୀଷ୍ଟଙ୍କର ଏହି ଉତ୍ସର୍ଗୀକୃତ କାର୍ଯ୍ୟକଳାପ ଭିତରେ ଗୋଟିଏ ସ୍ୱତନ୍ତ୍ରତା ଥିଲା। ସେ ଚାହିଁଥିଲେ ଯେ ଯୁଗେ ଯୁଗେ ମାନବ ଜାତିର ପରିତ୍ରାଣରେ ସେ ଯେଭଳି ସଂଶ୍ଳିଷ୍ଟ ରହିବେ, ମଣିଷ ଏବଂ ଈଶ୍ୱରଙ୍କର ସେ ଘନିଷ୍ଠତାକୁ ସ୍ଥାୟୀ ଭାବେ ପ୍ରତିଷ୍ଠା କରିବେ। ସୁତରାଂ ଏହି ଦିବ୍ୟ ପ୍ରସାଦ ସଂସ୍କାର ମାଧ୍ୟମରେ ପ୍ରାସାଦିକ ପ୍ରଭୁ ଆମମାନଙ୍କ ସଙ୍ଗେ ବାସ କରିବା ଖ୍ରୀଷ୍ଟଙ୍କର ଅବଶୋଷ ଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଦିବ୍ୟ ସଂସ୍କାର ସ୍ଥାପନ କରିବା ଯୋଗେ ଈଶ୍ୱରଙ୍କର ବ୍ୟକ୍ତିଗତ ଚରିତ୍ରକୁ ସେ ପ୍ରତିଷ୍ଠା କରନ୍ତି। ମାଥ୍ୟୁ ଲିଖିତ ସୁସମାଚାରରେ ଗାବ୍ରିଏଲ ମହାଦୂତ କୁମାରୀ ମାରିଆଙ୍କୁ ସମ୍ଭାଷଣ ଦେଲାବେଳେ ଏହି କଥା କହିଥିଲେ, ନାରୀ, ତୁମେ ଯେଉଁ ପୁତ୍ରଟି ପ୍ରସବ କରିବ ତାକୁ ଇମ୍ମାନୁଏଲ ନାମ ଦେବ, ଯେହେତୁ ସେ ପରାତ୍ପର ଈଶ୍ୱରଙ୍କର ପୁତ୍ର। ଇଏ ହେଉଛନ୍ତି ସେ ଇମ୍ମାନୁଏଲ ଯିଏ ଆମମାନଙ୍କ ସଙ୍ଗେ ଯୁଗେ 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 ଅନନ୍ତ କାଳ ପର୍ଯ୍ୟନ୍ତ ବାସ କରିବେ। ମଣିଷ ଜାତିରେ ଅନନ୍ତ କାଳ ପର୍ଯ୍ୟନ୍ତ ବସବାସ କରିବା ପାଇଁ ସେ ଏହି ସ୍ୱତନ୍ତ୍ର ସଂସ୍କାର ସ୍ଥାପନ କରି ଆଜି ଆମମାନଙ୍କୁ ଦିବ୍ୟ ପ୍ରସାଦ ସଂସ୍କାର ପ୍ରତିଷ୍ଠା କରନ୍ତି। ପ୍ରିୟ ଭାଇ ଓ ଭଉଣୀମାନେ,
ଖ୍ରୀଷ୍ଟଙ୍କର ଏ ଅନାବିଳ ଉତ୍ସର୍ଗୀକୃତ ପ୍ରେମର ମହାନତା ଆଜି ମାତା ମଣ୍ଡଳୀ ସ୍ମରଣ କରୁଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱୟଂ ନିଜେ ଆମମାନଙ୍କୁ କହନ୍ତି, ଜହନ ଲିଖିତ ସୁସମାଚାର 6:51 କହନ୍ତି, ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ଜୀବନ୍ତ ରୋଟି, ଯେ ମୋତେ ଭକ୍ଷଣ କରେ ସେ ଅନନ୍ତ ଜୀବନ ଲାଭ କରେ। ପ୍ରଭୁ ଯୀଶୁଖ୍ରୀଷ୍ଟ ବାସ୍ତବରେ ସେ ଜୀବନଦାୟୀ ରୋଟି, ଆମମାନଙ୍କର ଆତ୍ମିକ କ୍ଷୁଧା ନିବାରଣ କରୁଥିବା ସେ ଜୀବନଦାୟୀ ରୋଟି। ଆମମାନେ ଯେଉଁମାନେ ଏଇ ଦିବ୍ୟ ପ୍ରସାଦରେ ଖ୍ରୀଷ୍ଟଙ୍କର ଶରୀରରେ ଅଂଶୀଦାର ହେଉ, ଆମମାନେ ଆହାର ରୂପେ ଗ୍ରହଣ କରୁ, ଆମେ ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱରେ ଭାଗିଦାର ହେଉ। ଲୁକ୍ ଲିଖିତ ସୁସମାଚାର 22:19-20 ଅନ୍ତିମ ଭୋଜନର ଶେଷ ବାକ୍ୟ ଆମେ ଶୁଣୁଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ସର୍ବସ୍ୱକୁ ଶିଷ୍ୟମାନଙ୍କର ଉତ୍ସର୍ଗ ପୂର୍ବକ କହନ୍ତି, ନିଅ ଏହା ମୋର ଶରୀର, ନିଅ ଏହା ମୋର ରୁଧିର, ତୁମେମାନେ ଭୋଜନ ପାନ କର। ଖ୍ରୀଷ୍ଟ ନିଜର ସର୍ବସ୍ୱକୁ ଆମମାନଙ୍କ ନିମନ୍ତେ ଉତ୍ସର୍ଗ କରନ୍ତି। ତାଙ୍କର ଶରୀର ରୁଧିର ପ୍ରତି ପୋଷଣ ହୋଇ ଆମମାନେ ଯେଭଳି ଆତ୍ମାର ମୁକ୍ତି ଲାଭ କରିବା, ସେଥି ନିମନ୍ତେ ସେ ଏ ସଂସ୍କାର ସ୍ଥାପନ କରନ୍ତି। ଶ୍ରଦ୍ଧେୟ ବିଶ୍ୱାସୀ ବୃନ୍ଦ, ଆମମାନେ ଯେଭଳି ଆତ୍ମାର ପ୍ରସ୍ତୁତିରେ ଏଇ ଐଶ୍ୱରିକ ଦିବ୍ୟ ଆହାରକୁ ଆମମାନଙ୍କର ଜୀବନରେ ଗ୍ରହଣ କରିବା, ସେଥି ନିମନ୍ତେ ଯତ୍ନବାନ ହେବା ଦରକାର ରହିଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଆତ୍ମବଳି ଉତ୍ସର୍ଗ କରି ଆମମାନଙ୍କୁ ଆପଣାର କରି ମୁକ୍ତି ପ୍ରଦାନ କରିଛନ୍ତି। ତେଣୁ ସିଏ ବାସ୍ତବରେ ମୁକ୍ତିକାରକ ମେଷ ଶାବକ। ଇଏ ହେଉଛନ୍ତି ସେ ବଳିମେଷ ଯିଏ ଆମମାନଙ୍କୁ ମୁକ୍ତି ପ୍ରଦାନ କରନ୍ତି, ଆଉ ବାସ୍ତବରେ ସେ ମୁକ୍ତିଦାତା ଅଟନ୍ତି। ଆଜିର ସୁସମାଚାରରେ ଆମମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ସେବା ଏବଂ ପ୍ରେମର ମହାନତା ପରିପ୍ରକାଶ କରନ୍ତି। ପବିତ୍ର ମାତା ମଣ୍ଡଳୀ ଆଜି ଦିନକୁ ପୁଣ୍ୟ ଗୁରୁବାର ରୂପେ ଘୋଷଣା କରେ। ମଣ୍ଡି ତେଷ୍ଟି, ମଣ୍ଡିର ଅର୍ଥ ହେଉଛି ମାନ୍ଦାତୁ, ଲାଟିନରେ ଏହାର ଅର୍ଥ ହେଉଛି ଆଦେଶ, ହୁକୁମ, ନିର୍ଦ୍ଦେଶ। ଆଜିର ସୁସମାଚାରର ମୋଟାମୋଟି ଶିକ୍ଷଣୀୟ ବିଷୟବସ୍ତୁ ହେଲା, ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ଗୋଟିଏ ନିର୍ଦ୍ଦେଶ ଦିଅନ୍ତି, ଗୋଟିଏ ସ୍ୱତନ୍ତ୍ର ନିୟମର ନିର୍ଦ୍ଦେଶ ଦିଅନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ଏହା କହନ୍ତି, ମୁଁ ତୁମମାନଙ୍କର ଗୁରୁ, ଯେଉଁଭଳି ତୁମମାନଙ୍କୁ ପ୍ରେମ ପ୍ରକାଶ କରିଛି, ତୁମେମାନେ ସେହିପରି ଏକାରେକକୁ ପ୍ରେମ କର। ପୁରାତନ ଧର୍ମଶାସ୍ତ୍ରରେ ଆମମାନଙ୍କୁ 10ଟି ଆଜ୍ଞା ପରସ୍ପର ଦେଇଥିଲେ। ମଣ୍ଡଳୀରେ ବିଭିନ୍ନ ପ୍ରକାର ନୀତି ନିୟମ ଅଛି। ସର୍ବୋପରି ଆମମାନଙ୍କର ମୁକ୍ତିଦାତା ନିଜର ଜୀବନ ଉତ୍ସର୍ଗ କରିବା ପୂର୍ବରୁ ଶିଷ୍ୟମାନଙ୍କ ମାଧ୍ୟମରେ ସାରା ବିଶ୍ୱର ସମସ୍ତ ବିଶ୍ୱାସୀ ବର୍ଗଙ୍କୁ ଏହି ନୀତି ଶିକ୍ଷା ଦିଅନ୍ତି, ତୁମେମାନେ ଏକାରେକକୁ ପ୍ରେମ କର। ଆଜି ଖ୍ରୀଷ୍ଟ ଏହି ସଂସ୍କାର ସ୍ଥାପନ ମାଧ୍ୟମରେ ଆମମାନଙ୍କୁ ପ୍ରେମ ପ୍ରକାଶ କରିବା ପାଇଁ ଆହ୍ୱାନ ଦିଅନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ କେବଳ ପ୍ରେମ ପ୍ରକାଶ କରିଥିଲେ, ଭାଷଣ ଦେଇଥିଲେ, ପ୍ରଚାର କରିଥିଲେ ନୁହଁ, ସେ ବ୍ୟକ୍ତିଗତ ଜୀବନରେ ନିଜର ସେବା ଶୁଶ୍ରୂଷା ମାଧ୍ୟମରେ ଆପଣା ପ୍ରେମ ପ୍ରକାଶ କରିଥିଲେ। ଆଜିର ଏହି ସମସ୍ତ ଉପାସନା କାର୍ଯ୍ୟକଳାପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଃସ୍ୱାର୍ଥପର ଭାବେ ନମ୍ରତାର ସହିତ ନିଜର ପ୍ରେମକୁ ଶିଷ୍ୟମାନଙ୍କ ଉପରେ ପ୍ରକାଶ କରନ୍ତି। ମାର୍କ ଲିଖିତ ସୁସମାଚାର 10:45 ସେ ଏହିପରି କହନ୍ତି, ମନୁଷ୍ୟ ପୁତ୍ର ସେବା ପାଇବା ପାଇଁ ଆସିନାହାନ୍ତି, ବରଂ ସେବା କରିବା ପାଇଁ ଆସିଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ସମସ୍ତ ବସ୍ତ୍ର
ବାହାର କରିଦେଇ ଚିଙ୍ଗାଇ ପିନ୍ଧି ଅଣ୍ଟାରେ ଗୋଡ଼େଇ ହୋଇ ନିଜର ଶିଷ୍ୟମାନଙ୍କର ପାଦ ଧୋଇ ଦେଇଥିଲେ। ସେବାର ଆଦର୍ଶ ପୁରାତନ ଧର୍ମଶାସ୍ତ୍ରରେ ବିଶେଷତଃ ଜିହୁଦୀମାନଙ୍କର ସମାଜରେ ଗୋଡ଼ ପ୍ରକ୍ଷାଳନ କରିବା, ଧୋଇଦେବା କେବଳ ନ୍ୟୁନ ସେବକ ସେବିକା ଦାସ ଦାସୀମାନଙ୍କର କର୍ତ୍ତବ୍ୟ ଥିଲା। ଖ୍ରୀଷ୍ଟ ନିଜକୁ ସେଇ ନ୍ୟୁନ ବ୍ୟକ୍ତିତ୍ୱରେ ନମ୍ରତାର ସହିତ ଶିଷ୍ୟମାନଙ୍କୁ ଏ ସେବାର ଗୁଣ ପରିପ୍ରକାଶ କରିବା ପାଇଁ ଏହି ପ୍ରକାର ଭାବେ ପାଦ ଶୌଚ କରିଥିଲେ। ଆଜି ପରୋକ୍ଷ ଭାବେ ଶିଷ୍ୟମାନଙ୍କ ଜରିଆରେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ସେ ଏ ଆହ୍ୱାନ ଦିଅନ୍ତି, ତୁମାନେ ଏ କାର୍ଯ୍ୟର ସେବା କର, ଶୁଶ୍ରୂଷା କର, ଆଉ ତଦ୍ୱାରା ଆପଣା ପ୍ରେମ ଏ କାର୍ଯ୍ୟକୁ ପ୍ରକାଶ କର। ଆଜି ଆମମାନେ ପ୍ରାର୍ଥନା କରିବା, ଖ୍ରୀଷ୍ଟଙ୍କଠାରେ ଆମମାନେ ସେଇ ଶକ୍ତି ଭିକ୍ଷା କରିବା ଯଦ୍ୱାରା ନିଷ୍ଠାର ସହିତ ଆମମାନେ ମାନବ ସମାଜକୁ ବିଶେଷ କରି ଏ କାର୍ଯ୍ୟକୁ ଆମର ପଡ଼ୋଶୀମାନଙ୍କୁ ଆମମାନେ ନିଷ୍ଠାର ସହିତ ସେବା ଶୁଶ୍ରୂଷା କରିପାରୁ। ତେବେ ଯେ ଆମମାନେ ଖ୍ରୀଷ୍ଟୀୟ ଏ ସେବା ଗୁଣର ମହତ୍ଵକୁ ଅନ୍ୟମାନଙ୍କର ପ୍ରକାଶ କରିପାରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱତନ୍ତ୍ର ଭାବେ ଏ କାର୍ଯ୍ୟକୁ ପ୍ରେମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁରାତନ ଧର୍ମଶାସ୍ତ୍ରରେ ଦ୍ୱିତୀୟ ବିବରଣୀରେ 6:5 ଆମମାନଙ୍କୁ କୁହାଯାଉଛି, ଆପଣା ଈଶ୍ୱରଙ୍କୁ ସମସ୍ତ ଶକ୍ତି ସାମର୍ଥ୍ୟରେ ପ୍ରେମ କର, ପୁଣି ଆପଣା ପ୍ରତିବାସୀଙ୍କୁ ଆତ୍ମତୁଲ୍ୟ ପ୍ରେମ କର। ଆମମାନେ ପ୍ରତିବାସୀଙ୍କୁ ଈଶ୍ୱର ତୁଲ୍ୟ, ଈଶ୍ୱରଙ୍କୁ ପ୍ରତିବାସ ତୁଲ୍ୟ ଆତ୍ମାର ସହିତ ପ୍ରେମ କରିବା ପାଇଁ ଶିଖିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁଭଳି ନିଜକୁ ଉତ୍ସର୍ଗ କରି ଆତ୍ମାର ସହିତ ଆମମାନଙ୍କୁ ପ୍ରେମ କରିଥିଲେ, ସେହି ଆତ୍ମୀୟତାର ସହିତ ଆମମାନେ ଏ କାର୍ଯ୍ୟକୁ ପ୍ରେମ କରିବା ପାଇଁ ଶିଖିବା। ମୋର ମନେ ହେଉଛି ଆମମାନେ ମାନବିକ ପରିସ୍ଥିତିରେ ଖ୍ରୀଷ୍ଟୀୟ ଏଇ ପୁଣ୍ୟ ଗୁରୁବାରର ନୀତି ଶିକ୍ଷା ପ୍ରୟୋଗ କରିବା ପାଇଁ ଆମମାନଙ୍କୁ କିଛି ବିଶିଷ୍ଟ ସାଧୁସାଥୀମାନଙ୍କର ଜୀବନ ଚରିତ୍ରକୁ ଅନୁକରଣ କରିବା ପାଇଁ ଦରକାର ରହିଛି। ମଦର ତେରେସା ଥରେ କହିଥିଲେ, ନିଜକୁ ବାଧିବା ପର୍ଯ୍ୟନ୍ତ ଅନ୍ୟକୁ ପ୍ରେମ କର। Love others until it hurts you. ଖ୍ରୀଷ୍ଟଙ୍କର ବାସ୍ତବ ଶିକ୍ଷା ସେ ବେଶ ରୂପବଦ୍ଧ କରିଥିଲେ। ଆଜି ଅନେକ ମଦର ତେରେସାଙ୍କର ଆବଶ୍ୟକତା ପଡ଼ି ରହିଛି। ଅନେକ ଖ୍ରୀଷ୍ଟ ବିଶ୍ୱାସୀଙ୍କର ଉପସ୍ଥିତି ସତ୍ତ୍ୱେ ଏହି ଖ୍ରୀଷ୍ଟୀୟ ସ୍ୱତନ୍ତ୍ର ପ୍ରେମର ପରିପ୍ରକାଶର ଅଭାବ ପଡ଼ିଛି। ଆଉ ବିଶେଷତଃ କରୋନାର ବିଭୀଷିକା ଥିବାବେଳେ ଲୋକଙ୍କର ହତାଶ ପରିସ୍ଥିତିରେ ବିଭିନ୍ନ ପ୍ରକାର ଭାବେ ଆଶଙ୍କା ମନେ କରୁଥିବା ଅବସ୍ଥାରେ ଦୁର୍ଗତିର ଶିକାର ହୋଇ ରୋଗଗ୍ରସ୍ତ ହୋଇ ପଡ଼ିଥିବା ଅବସ୍ଥାରେ ଆମମାନେ ଏ କାର୍ଯ୍ୟର ଭରସା, ଏ କାର୍ଯ୍ୟର ସେବା ଶୁଶ୍ରୂଷାରେ ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନ ଉତ୍ସର୍ଗ କରିବା ପାଇଁ ଶିଖିବା ଦରକାର ଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ବାଧିବା ପର୍ଯ୍ୟନ୍ତ ଅନ୍ୟକୁ ସେବା କରିବା, ଅନ୍ୟକୁ ପ୍ରେମ କରିବା ପାଇଁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିବା। ଆମମାନଙ୍କର ଖ୍ରୀଷ୍ଟୀୟ ସେବା କାର୍ଯ୍ୟ, ଖ୍ରୀଷ୍ଟୀୟ ପ୍ରେମ ପ୍ରକାଶରେ ଆମମାନେ ଯେଭଳି ଖ୍ରୀଷ୍ଟଙ୍କର ଉତ୍ସର୍ଗୀକୃତ ପ୍ରେମର ମହାନତାକୁ ପରିପ୍ରକାଶ କରିବା, ସାକ୍ଷ୍ୟ ଦେଇପାରିବା, ସେଥିରେ ମଧ୍ୟ ଆମମାନେ ଯତ୍ନବାନ ହେବା ଦରକାର।